ଆମର ଡ୍ରାଇଭର ଭାଇ ମାନେ ଆଜି ସରକାର ସହିତ କିଛି ଦାବି ନେଇକି ଆମେ ଆନ୍ଦୋଳନରେ ବସିଛୁ। ଯୋଉଟା କି ଆମର ଛୋଟ ଜିନିଷ, ଗୋଟେ ଛୋଟ ଜିନିଷ ନେଇକି ଆମେ ବସିଛୁ। ସାତ ଦଫା ଦାବି ଆମର ଅଛି, ଯୋଉଟା କି ଅଟୋ ଭାଇମାନଙ୍କୁ ଅଳ୍ପ ବୋର୍ଡରେ ସାମିଲ କରାଯାଉ, ତାକୁ ମାନ୍ୟତା ଦିଆଯାଉ ଏବଂ ସେପ୍ଟେମ୍ବର 1 ତାରିଖରେ ଡ୍ରାଇଭର ଦିବସ ମାନ୍ୟତା ଦିଆଯାଉ ଏବଂ 70% ଯେଉଁ କଳକାରଖାନାରେ ଯେଉଁ ଡ୍ରାଇଭର ମାନଙ୍କୁ ଓଡ଼ିଶାରେ ଯେଉଁ ଡ୍ରାଇଭର ମାନେ ଅଛି ସେମାନଙ୍କୁ ସାମିଲ କରାଯାଉ ଏବଂ ଆମେ ଗୋଟେ ଲେଟ୍ରିନ୍ ଯିବୁ, ଗୋଟେ ବୋଟଲରେ ପାଣି ଧରିକି ଯାଉଛୁ, କିନ୍ତୁ 100 କିଲୋମିଟର ପ୍ରତି ଗୋଟେ ପାର୍କିଂର ବ୍ୟବସ୍ଥା କରାଯାଉ ଏବଂ ଶୌଚାଳୟ ଗୋଟେ ଦିଆଯାଉ। କାହିଁକିନା 100 କିଲୋମିଟର ଗଲା ପରେ ଆମର ରେଷ୍ଟ ରୁମ୍ ବି ନାହିଁ। ଆମେ ସେଥିପାଇଁ ସରକାରକୁ ଦାବି କରୁଛୁ ଏବଂ ଆମର ଯେଉଁ 60 ବର୍ଷ ପରେ ଯେଉଁ ପେନସନଟା ସେଟା ବି ଲାଗୁ କରାଯାଉ। ସେଥିପାଇଁ ଆମେ ସମସ୍ତେ ଭାଇ ଏଠି ଧାରଣାରେ ବସିଛୁ। ଯେତେ ପର୍ଯ୍ୟନ୍ତ ଯାଏ ଓଡ଼ିଶା ସରକାର ଆମର ଦାବି ପୂରଣ ନ କରିବ, ଆମେ ସେତେ ପର୍ଯ୍ୟନ୍ତ ଯାଏ କିଏ ଗାଡ଼ି ଚଲେଇବୁ ନାହିଁ। ଆମେ ଷ୍ଟ୍ରେନ୍ ଛାଡ଼ିକି ଆମେ ଧାରଣାରେ ବସିବୁ। ଯେତେ ପର୍ଯ୍ୟନ୍ତ ଯାଏ ଆମର ସରକାର ଆମର କଥା ନ ଶୁଣିବେ ସେତେ ପର୍ଯ୍ୟନ୍ତ ଆମେ ଗାଡ଼ି ଚଲେଇବୁ। ବାହାରୁ ଆସିଥିବା ଭାଇମାନଙ୍କୁ ଆମେ ସଚେତନ କରୁଛୁ। ଦେଖନ୍ତୁ, ଫେସବୁକ୍ ଏବଂ ଅନଲାଇନ୍ ମାଧ୍ୟମରେ ଆଜିକାଲି ସମସ୍ତଙ୍କୁ ଅପଲୋଡ଼ କରାହେଲା। ରାଜ୍ୟ ଭାଇମାନେ ବି କଲେ, ଆମେ ବି କରିଦେଲୁ। କିନ୍ତୁ ଯେଉଁ ଭାଇମାନେ ଜାଣିନାହାନ୍ତି ସେ ଭାଇମାନଙ୍କୁ ଆମେ ଅବଗତ କରାଉଛୁ। ଭାଇ, ଆଜି ଆମେ ଆନ୍ଦୋଳନରେ ବସିଛୁ, ଆପଣମାନେ ବି କାଲିଠୁ ଗାଡ଼ି ଷ୍ଟ୍ରିଙ୍ଗ ଛାଡ଼ିକି ଆନ୍ଦୋଳନରେ ବସନ୍ତୁ। କାହିଁକି ନା ସରକାରକୁ ଡ୍ରାଇଭର ଦରକାର ଆଉ ଡ୍ରାଇଭରକୁ ସରକାର ଦରକାର। ସେଥିପାଇଁ ଆମେ ମିଳିମିଶିକି ସବୁ ଷ୍ଟ୍ରିଙ୍ଗ ଛାଡ଼ିକି ଆନ୍ଦୋଳନ କରିବୁ। ଆଉ ସରକାର ନିଶ୍ଚୟ ଏ ଛୋଟ ଛୋଟ ଦାବିକୁ ନିଶ୍ଚୟ ମାନି ନିଅନ୍ତୁ। ସରକାରକୁ ମୁଁ ଏତେ ଅନୁରୋଧ କରିବି ଏବଂ ଡ୍ରାଇଭର ଭାଇମାନଙ୍କୁ ଅନୁରୋଧ କରିବି, ନିଶ୍ଚୟ ସାଥ ଦିଅନ୍ତୁ, ନିଜର ହକ୍ ନିଜେ ପାଇପାରିବା।